ଯୋଉମାନେ ପ୍ୟାରେଣ୍ଟ ଆଉ ସେମାନେ ତାଙ୍କର ଛୁଆଙ୍କର ଫ୍ୟୁଚରକୁ ଫାଇନାନ୍ସିଆଲି ଷ୍ଟ୍ରଙ୍ଗ କରିବା ପାଇଁ କିନା ଚାହୁଁଛନ୍ତି ତାହେଲେ ଏହି କଥା ଆଜିଠୁ ହିଁ ନିଜର ପିଲାମାନଙ୍କୁ ଶିଖାନ୍ତୁ। କେବଳ ବୁକିsh ନଲେଜ ପୁରା ପର୍ଯ୍ୟାପ୍ତ ନୁହେଁ। ଛୁଆମାନେ ହଉଛନ୍ତି ସେଲ୍ଫ ସଫିସିଏଣ୍ଟ ହବା ନିହାତି ଦରକାର। ଆଉ ସେଥିପାଇଁ ମନି ହାବିଟ୍ସ ବି ଶିଖିବା ଦରକାର। ଯେମିତି ଆପଣ ମାନେ ପିଲାଙ୍କୁ ହେଲ୍ଦି ହାବିଟ୍ସ ଶିଖଉଛନ୍ତି, ହେଲ୍ଦି ଇଟିଂ ହାବିଟ୍ସ ଶିଖଉଛନ୍ତି, ହେଲ୍ଥ ଏକ୍ସରସାଇଜ କରିବା ଶିଖଉଛନ୍ତି, ଗୁଡ୍ ମ୍ୟାନର୍ସ ଶିଖଉଛନ୍ତି, ସେମିତି ଟଙ୍କା ସମ୍ବନ୍ଧୀୟ ମଧ୍ୟ ଅଭ୍ୟାସ ତାଙ୍କୁ ପିଲାଦିନରୁ ହିଁ ଶିଖିବା ଷ୍ଟାର୍ଟ କରନ୍ତୁ। କିଛି ପଏଣ୍ଟ କହିବି ଯୋଉଟା ସେମାନେ ଯେତେ ଶୀଘ୍ର ବୁଝିବେ ପିଲାଦିନୁ ସେତେ ସେମାନେ ଫାଇନାନ୍ସିଆଲି ଷ୍ଟ୍ରଙ୍ଗ ହେଇପାରିବେ, ଇଣ୍ଡିପେଣ୍ଡେଣ୍ଟ ହେଇପାରିବେ, ନିଜେ ଡିସିସନ ନେଇପାରିବେ, ଆଉ ଗୋଟେ ଭଲ ଲାଇଫ ନେଇପାରିବେ ଆଗକୁ। ତ ପଏଣ୍ଟ ନମ୍ବର 1 ଆସୁଛି ମନି ଆର୍ନଡ ହୁଏ। କୌଣସି ମ୍ୟାଜିକାଲି ପଇସା ଆସେ ନାହିଁ, ଏଟାକୁ ଆର୍ନ କରିବାକୁ ପଡେ। ତ ଏଇଟା ଯେତେ ଶୀଘ୍ର ସେମାନେ ପିଲାମାନେ ବୁଝିବେ ସେତେ ଶୀଘ୍ର ଏହାର ଭ୍ୟାଲ୍ୟୁକୁ ସେମାନେ ଆପ୍ରିସିଏଟ କରିବେ। ତ କିଛି ଏକ୍ଜାମ୍ପଲ ମାଧ୍ୟମରେ ହଉ ବା ଧୀରେ ଧୀରେ କଥା କହିକିନା ହଉ ବା ଷ୍ଟୋରି ମାଧ୍ୟମରେ ହଉ ତାଙ୍କୁ ଚେଷ୍ଟା କରନ୍ତୁ ମନିର ଭ୍ୟାଲ୍ୟୁକୁ ବୁଝେଇବା ପାଇଁ କିନା। ସେକେଣ୍ଡ, 3ଟା ଜାର ହାବିଟ, 3 ଜାର ହାବିଟ୍ସ କହିଥାଏ। ସେଭ୍, ସ୍ପେଣ୍ଡ, ସେୟାର। ସେଭ୍ ମାନେ ସଞ୍ଚୟର ଗୋଟେ ଜାର ରଖନ୍ତୁ, ଖର୍ଚ୍ଚର ଗୋଟେ ଜାର ରଖନ୍ତୁ, ଆଉ ସେୟାର ମାନେ ଦାନ ଆଉ ସହଯୋଗ କରିବାର ଗୋଟେ ଜାର ରଖନ୍ତୁ। ଆଉ ସେଥିରେ ଧୀରେ ଧୀରେ ପିଲାଙ୍କୁ କୁହନ୍ତୁ ସେଭ୍ କରିବା ପାଇଁ କିନା। ନମ୍ବର 3, ଛୋଟ ଗୋଲ ପାଇଁକିନା ସେଭିଙ୍ଗସ ର ଅଭ୍ୟାସକୁ କରନ୍ତୁ। ମାନେ ଯେପରି ଗୋଟେ ଖେଳନା ହେଇଗଲା ବା କଲରିଂ ବୁକ୍ ହେଇଗଲା, ତାର ପ୍ରାଇସ୍ ଯେତେ ସେ ପ୍ରାଇସ୍ କୁ ସେଭ କରିବା ପାଇଁ କିନା ତାଙ୍କୁ କୁହନ୍ତୁ। ଆଉ ସଞ୍ଚୟ କରିକି ସେଇ ପ୍ରାଇସ୍ ଆସିଲା ପରେ ତାଙ୍କୁ କୁହନ୍ତୁ ନିଜେ ଯାଇକି କିଣିବା ପାଇଁ। ଆପଣ ଯାଆନ୍ତୁ ତାଙ୍କ ସାଙ୍ଗରେ ଆଉ ନିଜେ ଯାଇକି କିଣିବାକୁ। ତ ତାର ଯୋଉ ଖୁସି ଆଉ ସେଥିର ସେମାନେ ଯୋଉ ଶିଖିବେ ଏଟା ଗୋଟେ ବହୁତ ବଡ ଜିନିଷ। ଛୋଟ ଜିନିଷ କିନ୍ତୁ ଏଟାର ବହୁତ ବଡ ଇମ୍ପାକ୍ଟ ଅଛି। 4th ରେ ନିଡ୍ ଭର୍ସେସ ୱାଣ୍ଟ, ମାନେ ଦରକାର ଆଉ ଇଚ୍ଛା କରିବା ଆ ଭିତରେ ଗୋଟେ ତଫାତ ଅଛି। ଯେମିତି ଦରକାର ହଉଛି ଆମର ଖାଦ୍ୟ ଦରକାର, ବହି ଦରକାର, ଏଇଟା ହଉଛି ନିଡ୍। ୱାଣ୍ଟ ହଉଛି ଖେଳନା ତ ଅଛି କିନ୍ତୁ ଆହୁରି ଅଧିକ ଖେଳନା ଦରକାର, ବା ଏଇଟା ଦେଖିଦେଲୁ ଏଇଟା ନେବା, ଦରକାର ନାହିଁ ଚକୋଲେଟ୍ସ, ଆଇସ୍କ୍ରିମ, ବହୁତ ସାରା ଜିନିଷ ମାନେ ଆମେ ଖାଲି ଜଷ୍ଟ ଦେଖିକିନା ବି କହୁ ବା ଏମିତି କହିଦଉ। ତ ତା ଭିତରେ ଗୋଟେ ତଫାତ ପିଲାମାନଙ୍କୁ ଶିଖାନ୍ତୁ। 5th ରେ ତୁରନ୍ତ କିଣିବା ନୁହେଁ, ଟିକେ ଅପେକ୍ଷା କରିବାକୁ ଶିଖାନ୍ତୁ। ଆ ଦ୍ୱାରା ଟିକେ କିଛି ଭଲ ଅଭ୍ୟାସ ହବ। କାରଣ ତୁରନ୍ତ ଆପଣଙ୍କର ଦରକାର, ତୁରନ୍ତ ଆପଣଙ୍କର ପଇସା ଖର୍ଚ୍ଚ ହେଇଯିବ, ତୁରନ୍ତ ସେମାନେ ପଇସା ଖର୍ଚ୍ଚ କରିଦେବେ। ନାଇଁ, ଟିକେ ଅପେକ୍ଷା କଲେ ସେମାନେ ଆଉ ଥରେ ବୁଝିପାରିବେ ଯେ ଏଇଟା ତାଙ୍କୁ ରିଏଲି ଦରକାର ନା ଅପେକ୍ଷା କଲେ ବି ଚଳିବ, ବା ଡିସିସନରେ କିଛି ଚେଞ୍ଜ ଆସିବ। 6th, ଛୋଟ ଛୋଟ ନିଷ୍ପତ୍ତିରେ ମାନେ ଘରର ଛୋଟ ଛୋଟ ନିଷ୍ପତ୍ତିରେ ତାଙ୍କୁ ଅଂଶୀଦାର କରନ୍ତୁ। ମାନେ ସପୋଜ ଗୋଟେ କିଛି ଜିନିଷ କିଣିବାକୁ ଚାହୁଁଛନ୍ତି ତ କମ୍ପେୟାର କରନ୍ତୁ, ଆରେ ଏଇଠୁ କିଣିଲେ ଏଇଟା ହଉଛି ଶସ୍ତା, ଏଇଠୁ କିଣିଲେ ଏତିକି ଡିସକାଉଣ୍ଟ ଅଛି, ତ ତମେ ବି ଟିକେ ଦେଖିକି ଜଣାଅ ତ କୋଉଠି କିଛି ଯଦି ପ୍ରାଇସ୍ କମ ଅଛି, କ୍ୱାଲିଟି ବି କେମିତି ଅଛି। ତାଙ୍କୁ ଏମିତି ଆକ୍ଟିଭିଟି ଭଳିଆ ତାଙ୍କୁ ଇନଭଲ୍ଭ କରନ୍ତୁ ଆଉ ନିଜ ନିଷ୍ପତ୍ତିଟା ତାଙ୍କୁ ଅଂଶୀଦାର କରନ୍ତୁ। ସେମାନେ ବି ଶିଖିବେ, ଖୁସି ବି ହେବେ, ଆଉ ଆପଣ ମାନେ ବି ବୁଝିପାରିବେନି। ବେଳେ ବେଳେ ପିଲା ବି କିଛି ଜିନିଷ ଆପଣଙ୍କୁ କହିବେ ଯୋଉଟା କି ଆପଣ ମାନଙ୍କୁ ପ୍ରଫିଟେବଲ ବି ହେଇପାରେ। 7th ରେ କାମ କଲେ ପୁରସ୍କାର, ଡିମାଣ୍ଡ କଲେ ନୁହେଁ, ଏଇ ଜିନିଷଟା ତାଙ୍କୁ ଶିଖାନ୍ତୁ। ଯଦି ପିଲା ଡିମାଣ୍ଡ କରୁଛି ତାଙ୍କୁ ଦିଅନ୍ତୁ ନାହିଁ, ଓଲଟା କୁହନ୍ତୁ ଯଦି ତମେ କାମ କରିବ ତାହେଲେ ଆମେ ତମକୁ ପୁରସ୍କାର ଦବୁ। ଛୋଟ ଛୋଟ କାମରେ ଛୋଟ ଛୋଟ ରିୱାର୍ଡ ଦିଅନ୍ତୁ। ଆ ଦ୍ୱାରା ଆର୍ନିଂ ର ହ୍ୟାବିଟ ବି ଧୀରେ ଧୀରେ ଗଢି ହବ। ନମ୍ବର 8, ନିଜ ଜିନିଷକୁ ସମ୍ଭାଳିବା ଶିଖାନ୍ତୁ। ମାନେ ଖେଳନା ହଉ, ବହି ହଉ, ପେନସିଲ ହଉ, ଆକୁ ନଷ୍ଟ ନ କରିକିନା କେମିତି ନିଜ ଜାଗାରେ କରେକ୍ଟ ସାଇତିକି ରଖିବେ, ୱେଷ୍ଟ କରିବେ ନାହିଁ। ତ ଆଣ୍ଟି ୱେଷ୍ଟେଜ ହ୍ୟାବିଟ ଏଇଟା ବଢେଇଥାଏ, ଆଉ ଅଲ୍ଟିମେଟଲି ଯେତେବେଳେ ୱେଷ୍ଟ ହୁଏ ନାହିଁ ତ ସେତେବେଳେ ପଇସା ବି ଅଲ୍ଟିମେଟଲି ସେଭିଙ୍ଗସ ହିଁ ହୁଏ ଇନଡାଇରେକ୍ଟଲି। ତ ଛୋଟବେଳୁ ଯୋଉମାନେ ମନି ରିଲେଟେଡ ଅଭ୍ୟାସ କରନ୍ତି ଆଉ ଶିଖନ୍ତି ସେମାନେ ବଡ ହେଲେ ଏଇ ଯୋଉ ଲୋନ, କ୍ରେଡିଟ କାର୍ଡ, ଓଭର ସ୍ପେଣ୍ଡିଙ୍ଗ ଏସବୁର ଯୋଉ ଭୁଲରୁ ସେମାନେ ବଞ୍ଚି ଯାଆନ୍ତି। ତେଣୁ ପରବର୍ତ୍ତୀ ଥର ଯଦି ଛୁଆ ପଚାରନ୍ତି ଯେ ପାପା ମା ଆପଣ ମାନେ ପଇସା କେମିତି ଆର୍ନ କରୁଛନ୍ତି, ତ ଯଦି ସେମାନଙ୍କର ବୁଝିବା ବୟସ ବି ଆସିଛି ତାହେଲେ ତାଙ୍କୁ ଡିଟେଲସରେ ନିଜର ଷ୍ଟ୍ରଗଲ ବିଷୟରେ କୁହନ୍ତୁ ଆଉ ବୁଝାନ୍ତୁ। ତ ଦେଖିବେ ସେମାନଙ୍କର ଲାଇଫ ଚେଞ୍ଜ ହେଇଯିବ। ଯଦି ଆପଣ ମାନେ ପ୍ୟାରେଣ୍ଟସ ଆଉ ଏଥିରେ ଏଗ୍ରି କରନ୍ତି ତାହେଲେ କମେଣ୍ଟରେ ୟେସ୍ ଲେଖନ୍ତୁ।
ଭିଡ଼ିଓଟିକୁ ସେୟାର କରନ୍ତୁ ଆଉ ଏଇଭଳି ଫାଇନାନ୍ସିଆଲ ହ୍ୟାକ୍ସ ପାଇଁ ମୋ ଚ୍ୟାନେଲ ରୁପି ରହସ୍ୟକୁ ସବସ୍କ୍ରାଇବ କରନ୍ତୁ। ନିଜ ଦେହର ଯତ୍ନ ନିଅନ୍ତୁ, ଭଲରେ ରୁହନ୍ତୁ। ରହୁଛି। ଜୟ ଜଗନ୍ନାଥ।